এইটি ମୁଁ ବିରୋଧାଭାସ କଥା ତ ମୋ ଜୀବନରେ ମୁଁ କହି ନାହିଁ। ଏ ଦେବାଦେବୀ ବି ମୋ କେହି ନଥିଲେ, ଇଏ ବି ଦିନେ ରହିବେ ନାହିଁ। ସୃଷ୍ଟି ପ୍ରଳୟ ହେଲେ ଏ ଦେବାଦେବୀ ସମସ୍ତେ ସେଇ ପରମାତ୍ମାଙ୍କ ପରମ ବ୍ରହ୍ମଙ୍କ ଭିତରେ ଦିନେ ପ୍ରବେଶ କରିଯିବେ। ମୋ ଲାଇଫରେ ମୁଁ ଅଳ୍ପ ପାଠ ପଢ଼ିଛି, ମୂର୍ଖ, କିଛି ଜାଣିନାହିଁ, ବହିଟଇ ମୋର ଭିତରେ ଜ୍ଞାନ ନାହିଁ। ଯାହା ମୋ ଗୁରୁ କହିଛନ୍ତି ମୁଁ ତାକୁ ଅଭ୍ୟାସ କରେ। ଥରେ ନାମାଚାର୍ଯ୍ୟ ବାୟାକୁ ପ୍ରଶ୍ନ ପଚରାଗଲା, ଆପଣ ଏତେ କଥା କେଉଁଠୁ କହୁଛନ୍ତି? ଆଉ ଆପଣ ବସିଛନ୍ତି, ଏତେ ଲୋକ ଆସୁଛନ୍ତି, ଏତେ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଉଛି, ସବୁ କେମିତି ସମ୍ଭବପର ହେଇପାରୁଛି? ନାମାଚାର୍ଯ୍ୟ ବାୟା ଗୋଟିଏ କଥା କହିଲେ, ମୁଁ କିଛି ଜାଣିନାହିଁ, ମୁଁ ବହିଟଇ କିଛି ପଢ଼ି ନାହିଁ, ମୋ ଗୁରୁ ମୋତେ ଯାହା କହିଥିଲେ ମୁଁ ତାକୁ ବିଶ୍ୱାସର ସହିତ, ଶ୍ରଦ୍ଧାର ସହିତ, ନିଷ୍ଠାର ସହିତ, ଭାବର ସହିତ, ଭକ୍ତିର ସହିତ ମୁଁ ତାକୁ ଅଭ୍ୟାସ କରେ। ସେଥିଲାଗି ଭାଗବତରେ ଜଗନ୍ନାଥ ଦାସ ଲେଖିଲେ, ମୂଳଟି ଅଟଇ ବିଶ୍ୱାସ କହଇ ଜଗନ୍ନାଥ ଦାସ। ସବୁ କଥାର ମୂଳଟା ହେଉଛି ବିଶ୍ୱାସ। ଯଦି ବିଶ୍ୱାସ ନାହିଁ, ଯାହା ଗୁରୁ କହିଲେ ତାହା ଜାଣି ନୋହିଲେ ଭ୍ରମୁଥାନ୍ତି ପ୍ରାଣୀ। ତେଣୁ ଗୁରୁ ଯାହା କହିଲେ, ସେଥିଲାଗି ଶାସ୍ତ୍ରରେ କୁହାଯାଇଛି ମନ୍ତ୍ର ମୂଳଂ ଗୁରୁରୁ ବାକ୍ୟ, ଧ୍ୟାନ ମୂଳଂ ଗୁରୁରୁ ମୂର୍ତ୍ତି, ପୂଜା ମୂଳଂ ଗୁରୁରୁ ପଦ, ମୋକ୍ଷ ମୂଳଂ ଗୁରୁରୁ କୃପା। ଏଠି କ'ଣ କହିଲା ନା ମୋକ୍ଷ ମୂଳଂ ଗୁରୁରୁ କୃପା। ଗୁରୁ ଯାହାକୁ କୃପା କରିବେ ସେ ନିଶ୍ଚିନ୍ତ ମୋକ୍ଷ ହେଇଯିବ। ତେଣୁ ଆମର ଗୁରୁଙ୍କ ପ୍ରତି ଶ୍ରଦ୍ଧା ନାହିଁ, ଗୁରୁଙ୍କ ପ୍ରତି ବିଶ୍ୱାସ ନାହିଁ, ଗୁରୁଙ୍କ ପ୍ରତି ଭକ୍ତି ନାହିଁ। ଆଉ ପ୍ରକୃତ ଗୁରୁ କିଏ? ବାବା କହୁଥିଲେ, ଆପଣ ଶୁଣିଥିଲେ, ବ୍ୟାଖ୍ୟା କଲେନି, ତାଙ୍କର କିନ୍ତୁ ବହୁତ ଜ୍ଞାନ ଭାଗବତରେ ଲେଖା ଅଛି। ଯେ ଗୁରୁ ତତ୍ତ୍ୱରେ ଗୋଚର, ଶିର ମଣ୍ଡିବ ତାପୟର, ତତ୍ତ୍ୱ ବୁଝିଲେ ତ୍ରୁଟି ଭ୍ରାନ୍ତି, ଭବ ସାଗରୁ ତରି ଯାଆନ୍ତି। ଯେ ଗୁରୁ ତତ୍ତ୍ୱରେ ଗୋଚର, ସଦ୍ଗୁରୁ ଅଲଗା, ତତ୍ତ୍ୱଗୁରୁ ଅଲଗା। ସଦ୍ଗୁରୁ କେବେ ତତ୍ତ୍ୱଗୁରୁ ନୁହନ୍ତି, ତତ୍ତ୍ୱଗୁରୁ କେବେ ସଦ୍ଗୁରୁ ନୁହନ୍ତି। ତେଣୁ ଗୁରୁ କେମିତି ଚିହ୍ନିବେ? ରାମକୃଷ୍ଣ ପରମହଂସ ବିବେକାନନ୍ଦକୁ କହୁଥିଲେ, ନରେନ ଟିକେ ହାଣ୍ଡି ବଜେଇକି ଦେଖ, ହାଣ୍ଡିଟା କେଉଁ ହାଣ୍ଡିଟା ଫଟା, କେଉଁ ହାଣ୍ଡିଟା ଭଲ। ତେଣୁ ଦୀକ୍ଷା ନେବା ପୂର୍ବରୁ ଭଲ ଭାବରେ ଗୁରୁଙ୍କୁ ଚିହ୍ନିବାର ଅଛି, ଜାଣିବାର ଅଛି, ଆଉ ଗୁରୁ ଗ୍ରହଣ କରିବାର ଅଛି। ଯାହାକୁ ଥରେ ଗୁରୁ ରୂପେ ବରଣ କଲ, ଆଉ ତାଙ୍କୁ ପରେ ପରୀକ୍ଷା କରିବାଟା ଉଚିତ ନୁହେଁ। ତା ପୂର୍ବରୁ ପରୀକ୍ଷା କରି ଦୀକ୍ଷା ଗ୍ରହଣ କରିବାଟା ଉଚିତ ବୋଲି ଆମେ ଗୁରୁ କୃପାରେ ଲେଖିଛୁ। ତେଣୁ ଗ୍ରହଣ, ତେଣୁ ତାପରେ କ'ଣ କଲେ ନା ଗୁରୁଙ୍କୁ ଭାବିଦେଲେ ତୁମକୁ 84 ନରକ ଭୋଗ କରିବାକୁ ପଡ଼ିବ। ଏ କଥା ଶାସ୍ତ୍ରରେ ଉଲ୍ଲେଖ ଅଛି। ଯେତେବେଳେ ନାରଦକୁ ଗୁରୁ ଗ୍ରହଣ କରିନଥିଲେ ନା, ସମସ୍ତଙ୍କୁ ଏଠାରେ ଗୁରୁ ଗ୍ରହଣ କରିବାକୁ ପଡ଼ିବ, ତତ୍ତ୍ୱ ଗୁରୁ। ଭଗବାନ କହିଲେ ତୁମେ ଯାଅ ଗୁରୁ ଗ୍ରହଣ କର। ନା ପ୍ରଭୁ କାହାକୁ ଗୁରୁ ଗ୍ରହଣ କରିବେ? ନା ସକାଳୁ ଯାହାକୁ ଦେଖିବ ତାକୁ ଗୁରୁ ରୂପେ ବରଣ କରିବ। ସକାଳୁ ସେ ଦେଖିଲା ବେଳକୁ ଗୋଟେ କୈବର୍ତ୍ତ ଜାଲ କାନ୍ଧରେ ପକେଇ, ମାଛ ପାଚିଆ ନା କ'ଣ ତାକୁ କହନ୍ତି, ଆମେ ତ ଜାଣିନୁ, ତାକୁ ଧରିକି ଚାଲିଛି। ଆଉ ଆରେ ଇଏ କୈବର୍ତ୍ତ, ଇଏ ପୁଣି କାନ୍ଧରେ ଜାଲ ପକେଇଛି, ମାଛ ଖାଳିଆ ଧରିଛି, ଆକୁ ମୁଁ ଗୁରୁ ରୂପେ ବରଣ କରିବି। ତାପରେ ସେ ସ୍ୱର୍ଗକୁ ଚାଲିଗଲେ, ଗୁରୁ ରୂପେ ବରଣ କଲେ ନାହିଁ। ଯାଇ ଭଗବାନ କହିଲେ, କ'ଣ ଗୁରୁ ଗ୍ରହଣ କଲେ? ନା ନା, ମୁଁ ଗୁରୁ ଗ୍ରହଣ କରିନାହିଁ। ଏମିତି ଲୋକକୁ ଦେଖିଲି, ସେ ମୋତେ କ'ଣ ଦିବ୍ୟ ଜ୍ଞାନ ଦବ, ସେ ମୋତେ କ'ଣ ବ୍ରହ୍ମ ସହିତ, ପରମାତ୍ମା ପରମୃତ ସତ୍ୟ, ତା ସହିତ କେମିତି ସଙ୍ଗ ମିଳନ କରିବ ଯେ ମାଛ ଧରିବାକୁ ଯାଉଛି।
ହେଲେ ଦେଖନ୍ତୁ ଗୁରୁ ନିନ୍ଦା ତୁମେ ଏଇଠି କଲ, ତୁମକୁ 84 ନରକ ଭୋଗ କରିବାକୁ ହିଁ ପଡ଼ିବ। ନା ପ୍ରଭୁ ଏଥିରୁ ଉଦ୍ଧାର କେମିତି? ଯାଅ ତାଙ୍କୁ ଆଉ ଥରେ ଦେଖା କର ସକାଳୁ, ସେ ବାଟ ବତେଇ ଦେବେ। ସେ ଆସିଲେ, ପୁଣି ସକାଳୁ ଦେଖିଲା ତା ପରଦିନ ସକାଳୁ ସେ କାନ୍ଧରେ ଜାଲ ପକାଇ ମାଛ ଖେଳ ପାଚିଆ ଧରି ଯାଉଛନ୍ତି। ଶଙ୍ଖ ପରେ କହିଦେଉଛି ସମୟ କମ୍। ତାପରେ ତାଙ୍କୁ ଗୁରୁ ରୂପରେ ବରଣ କଲେ। ସେ ତାଙ୍କୁ ବ୍ରହ୍ମଜ୍ଞାନ ଆତ୍ମଜ୍ଞାନ ହିଁ ପ୍ରଦାନ କଲେ। ସମସ୍ତଙ୍କୁ କଷ୍ଟ ହେବ, ସମସ୍ତଙ୍କୁ କଷ୍ଟ ହେବ। ବର୍ତ୍ତମାନ ଯୁଗରେ ଯେଉଁ ଦୀକ୍ଷା ପ୍ରଦାନ ଚାଲିଛି, ସେ ଦୀକ୍ଷା ପ୍ରଦାନରେ କେବଳ ଗୁରୁ ଶିଷ୍ୟକୁ ମନ୍ତ୍ରଟିଏ କହିଦେଉଛି। କିନ୍ତୁ ସତ୍ୟ ଯୁଗରେ ଯେଉଁ ଦୀକ୍ଷା ଥିଲା, ସେ ଦୀକ୍ଷାରେ କୌଣସି ମନ୍ତ୍ର ଗୁରୁ ଶିଷ୍ୟକୁ କହୁନଥିଲେ। କାହିଁକି ନା କୌଣସି ଦେବାଦେବୀ ନଥିଲେ, କୌଣସି ଶାସ୍ତ୍ର ନଥିଲା, କୌଣସି ମନ୍ତ୍ର ନଥିଲା। ତେଣୁ ସେ ପ୍ରାଣର ମନ୍ତ୍ରରେ, ପ୍ରାଣର ଗୋଟେ ମନ୍ତ୍ର ଅଛି, ସେଇ ମନ୍ତ୍ରରେ ସଦ୍ଗୁରୁ ଦୀକ୍ଷା ଦାନ କରୁଥିଲେ। ଦୀକ୍ଷା ଅର୍ଥ ମାନେ ଦଦାତି ଦିବ୍ୟ ଜ୍ଞାନ, ମାନେ ଦିବ୍ୟ ଜ୍ଞାନ ପ୍ରଦାନ କରୁଥିଲେ। ଉର୍ଜାତ ପାପ କ୍ଷୟ ଅର୍ଥ ସମସ୍ତ ପାପ କ୍ଷୟ ହେଇଯାଉଥିଲା। ତେଣୁ ସେ ଭଗବାନ ପାଖକୁ ଗଲେ, ସେଇଠି କହିଲେ, ଗୁରୁ ତାଙ୍କର କହିବାର ତ ଗୁରୁ କହିଲେ ତୁମେ ଭଗବାନଙ୍କୁ କହିବ 84 ନରକଟା କ'ଣ? ସେ 84 ନରକ ଟିକେ ମୋତେ ଦେଖେଇ ଦିଅ। ଯେତେବେଳେ 84 ନରକ ତମକୁ ସେ ଦେଖେଇ ଦେବେ, ତୁମେ ସେଥିରେ ଗଡ଼ିଯିବ। ଯେତେବେଳେ ତୁମେ ଗଡ଼ିଯିବ, ତୁମେ 84 ନରକରୁ ପାର ହେଇଗଲ। ସେ ଯାଇ ଭଗବାନଙ୍କୁ କହିଲେ। ଭଗବାନ ତ ଅନ୍ତର୍ଯାମୀ, ସବୁ ଜାଗାରେ ଗୁରୁଙ୍କୁ ଶ୍ରେଷ୍ଠ କରିଛନ୍ତି। ନହେଲେ ଭାଗବତରେ ଜଗନ୍ନାଥ ଦାସ କାହିଁକି ଲେଖିଥାନ୍ତେ, ମୁହିଁ ବସଇ ଗୁରୁ ଦେହେ, ମୋତୁ ଗୁରୁ ଭିନ୍ନ ନୁହେଁ, ଏଘେନି ଗୁରୁ ଭଗବାନ, ସେନୁ ଏ ମନୁଷ୍ୟ ସମାନ, ଗୁରୁଙ୍କୁ ନମଣି ମନର, ଗୁରୁଟି ସାକ୍ଷାତ ଈଶ୍ୱର। କାହିଁକି କଥା ଲେଖିଦେବେ? ସେ ରାଧାଙ୍ଗ ନେଇ ଜାଣି ଜନ୍ମ ହେଇଥିଲେ। ଭକ୍ତିର ଭାବ ଜାଣେ ଜଗନ୍ନାଥ, ପଞ୍ଚ ଶାଖାଏ ଓଡ଼ିଶା ମହନ୍ତ। ତେଣୁ ଭକ୍ତିର ଭାବ ରାଧା ଅଙ୍ଗ ନେଇ ସେ ଜନ୍ମ ହେଇଥିଲେ। ତାଙ୍କୁ ପ୍ରତାପ ରୁଦ୍ର ପରୀକ୍ଷା କରିଥିଲେ, ହେଲେ ସତରେ କ'ଣ ଗୋଟେ ଅଙ୍ଗାଙ୍ଗ ରାଧା, ଗୋଟେ ଅଙ୍ଗ କ'ଣ କୃଷ୍ଣ? ଏତେ ତାଙ୍କର ବ୍ରାହ୍ମସ୍ତନରୁ କ୍ଷୀର ଝରିଲା ଯେ ସେ ଦାଣ୍ଡ, ବଡ଼ ଦାଣ୍ଡ କ୍ଷୀରରେ ବୁଡ଼ିଗଲା। କିଏ ସେ କ୍ଷୀର ପାନ କରିବ? ମାନେ ପୁରୁଷ ଅଙ୍ଗରୁ କ୍ଷୀର, ସ୍ତନରୁ କ୍ଷୀର ନିର୍ଗତ ହେଉଛି। ତେଣୁ ଆମେ ଶିଶୁ ଅନନ୍ତ ଗାଦି ଯେଉଁଠି ଅଛି ବାଲିପାଟଣାରେ, ସେଇ ଶିଶୁ ଅନନ୍ତ ଛୋଟ ଶିଶୁଟିଏ ତାଙ୍କ ସ୍ତନରୁ କ୍ଷୀର ପାନ କରିବାରୁ କ୍ଷୀର ବନ୍ଦ ହେଇଗଲା। ଛାଡ଼ନ୍ତୁ, ସେ ତ ବହୁତ କଥା। ତେଣୁ ସେ ଭଗବାନ 84 ନରକ କାଟିଦେଲେ। ସେ କ'ଣ କଲେ? ସେଥିରେ ଗଡ଼ିଗଲେ। ଯେମିତି ଗଡ଼ିଗଲେ 84 ନରକରୁ ଉଦ୍ଧାର ହେଇଗଲେ। ଏକଥା ବତେଇଲା କିଏ? ଏକଥା କହିଲା କିଏ? ଗୁରୁ କହିଲେ ତ। ସେ କୌଶଳଟା ଦେଲା କିଏ? ଗୁରୁ ଦେଲେ। ସେମିତି ଯେଉଁ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଯେଉଁ ସତ୍ସଙ୍ଗର ଆୟୋଜନ ଆମର ମୂଳ ଟପିକ୍। ତେଣୁ ଆମେ ସତ ସହିତ ସଙ୍ଗ କେମିତି ହବା? ଆମେ ସତ ସହିତ ସଙ୍ଗ କେମିତି ହବା? ଆମେ ଜାଣିଛେ? ଯେତେ ଜଣ ବସିଛ ହାତ ଟେକିଲ, କିଏ ସତ ସହିତ ସଙ୍ଗ ହେଇଛ? ଯଦି ଭଗବାନ ସତ୍ୟ, ଏ ଜଗତ ମିଥ୍ୟା ମୁଁ କହୁନାହିଁ, ଶାସ୍ତ୍ର କହିଛି। ଶଙ୍କରାଚାର୍ଯ୍ୟ, ଆମର ଆଦି ଶଙ୍କରାଚାର୍ଯ୍ୟ କହିଛନ୍ତି ବ୍ରହ୍ମ ସତ୍ୟ ଜଗତ ମିଥ୍ୟା। ସବୁ ଭଜନ ବୋଲା ହେଉଛି ଏ ମିଛ ଦୁନିଆରେ ଗୋଟିଏ ସତ ଜଗନ୍ନାଥ, ମୋ ଜଗନ୍ନାଥ। ଯଦି ଜଗନ୍ନାଥ ସତ୍ୟ, ସେ ପରମାତ୍ମା ପରମ ବ୍ରହ୍ମ, ତାହେଲେ ଏ ଦୁନିଆରେ ସବୁ ହେଉଛି ମିଛ। ତେଣୁ ୟୁ ୱାଚ୍ ୟୁର ମାଇଣ୍ଡ। ତୁମ ମନକୁ ତୁମେ ଦେଖ, ତୁମ ମନ ଭଗବାନ ପାଖରେ ଅଛି କି ତାଙ୍କ ସୃଷ୍ଟିରେ ଅଛି? ତେଣୁ ତତ୍ତ୍ୱଗୁରୁ କ'ଣ କରିବେ ନା, ଭଗବାନ ତମ ଭିତରେ ଯେଉଁଠି ଅଛନ୍ତି ସେଇଠି କ'ଣ କରିବେ? ଯିବାର ବାଟଟା ବତେଇ ଦେବେ। ଯେମିତି ଶାରଦା ବା
ଧ୍ୟାନ କେନ୍ଦ୍ର କରିଛନ୍ତି ତାର ୱେଟା ସେ ଛାଡ଼ିଥିଲେ ଫୋନରେ ଜାଣିଲେ ଆପଣମାନେ ପଳେଇ ଆସିଲେ। ସେମିତି ଯିଏ ଜାଣିଛି, ଯିଏ ୱାସିଂଟନ ଯାଇଛି, ୱାସିଂଟନ ଦେଖିଛି, ୱାସିଂଟନ ବିଷୟରେ ଭଲ କି ଜ୍ଞାନ ଲାଭ କରିଛି, କେମିତି ଟିକେଟ କଟାଯାଏ, କେମିତି ପାସପୋର୍ଟ ଭିସା ମିଳେ, ଯିଏ ସବୁ କଥା ଜାଣିଛି ସେ କ'ଣ କରିବ ନା ବତେଇ ଦେବ ନା। ଆଉ ଯିଏ ଶୁଣିଥବ ନ ଯାଇଥବ ଓ ବହିରୁ ପଢ଼ିଥବ ସେ କ'ଣ ବତେଇ ପାରିବ? ଯାହା ଯଦି ବତେଇବ ଭୁଲ ଠିକ ସେଥିରେ ରହିଯିବ।